ସାଙ୍ଗମାନେ ଭଗବାନ ବିଷ୍ଣୁ କାଳର ସବୁ ଚକ୍ରରେ ପୃଥିବୀରେ 10 ଗୋଟି ଅବତାର ନେଇଥିଲେ। ଆପଣମାନେ କେବେ ଭାବିଛନ୍ତି କି ଏହି 10 ଗୋଟି ଅବତାର ମଧ୍ୟରୁ ଆମେ କାହିଁକି ସବୁଠାରୁ ଅଧିକ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର କାହିଁକି ପୂଜା କରିଥାନ୍ତି? ସାଙ୍ଗମାନେ ସବୁ ଅବତାରରେ କିଛି ନା କିଛି କଳା ଥାଏ। କଳାର ଅର୍ଥ ଗୁଣକୁ ଆମେ ଦର୍ଶାଇଥାନ୍ତି। ଏହି କଳା 16 ପ୍ରକାରର। ପ୍ରଭୁ ବିଷ୍ଣୁ ଯୁଗର ପରିବର୍ତ୍ତନର ଉଦ୍ଦେଶ୍ୟ ଓ ପରିସ୍ଥିତି ଯେତିକି କଳାର ଆବଶ୍ୟକତା ସେତିକି କଳାର ଅବତାର ନେଇଥାନ୍ତି। ଯେପରି ତ୍ରେତୟା ଯୁଗରେ ଧର୍ମ 3 ଗୁଣ ଓ ଅଧର୍ମ 1 ଗୁଣ ଥିଲା, ସେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟ ରାକ୍ଷସମାନଙ୍କର ବିନାଶ ଓ ରାବଣର ଅଧର୍ମରୁ ମୁକ୍ତ କରିବା। ଏବଂ ରାବଣକୁ ବରଦାନ ମିଳିଥିଲା କି ତାକୁ କୌଣସି ବି ଦେବତା ମାରିପାରିବେ ନାହିଁ। ସେଥିପାଇଁ ଭଗବାନ ବିଷ୍ଣୁ ରାବଣର ବଧ କରିବା ପାଇଁ ମନୁଷ୍ୟ ରୂପ ନେଇଥିଲେ, ଯେଉଁଥିପାଇଁ କେବଳ 12 ଗୋଟି କଳାର ଆବଶ୍ୟକତା ଥିଲା। କିନ୍ତୁ ଦ୍ୱାପର ଯୁଗରେ ଧର୍ମ ଓ ଅଧର୍ମ ସମାନ ଥିଲା, ଯେଉଁଥିରେ କି ଅଧର୍ମର ଜିତ ନ ହୋଇଯାଏ। ସେଥିପାଇଁ ଧର୍ମର ସ୍ଥାପନ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ସମ୍ପୂର୍ଣ୍ଣ 16 କଳାରେ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେବାକୁ ପଡ଼ିଥିଲା। 12 ଗୋଟି କଳାରେ ମାନବ ରୂପୀ ଭଗବାନ ରାମଙ୍କୁ ଯେଉଁଠାରେ ମର୍ଯ୍ୟାଦା ମଧ୍ୟରେ ରହି କାମ କରିବାକୁ ପଡ଼ିଥିଲା, ସେପରି ଶ୍ରୀକୃଷ୍ଣଙ୍କୁ ମର୍ଯ୍ୟାଦା ମଧ୍ୟରେ ରହି ଚତୁରାଇ ଓ ରାଜନୀତିରେ କାମ କରିବାକୁ ପଡ଼ିଥିଲା। ସେଥିପାଇଁ ତାଙ୍କର 4 ଗୋଟି କଳା ଅଧିକ ଥିଲା। ସବୁଠାରୁ ଅଧିକ କଳାରେ ଥିବା କାରଣରୁ ଏହି 2 ଗୋଟି ଅବତାର ସବୁଠାରୁ ଅଧିକ ପୂଜନୀୟ ଅଟେ।